ମାଛ ମାଂସ ଖାଇଲେ ଦୋଷ ନାହିଁ, ଅମାଂସ ଭକ୍ଷଣ ଦୋଷ ନମଦ ହେଲେ 8 ଜଣ ପାପ କଲେ ଆମେ ଶୁଭ କର୍ମ କରୁଛନ୍ତି। ଆମେ 7 ଦିନ ଆଗରୁ ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଭକ୍ତି ପସରର ପବିତ୍ର ଅଗଣାକୁ ଆପଣ ମାନଙ୍କୁ ସ୍ୱାଗତ। ଆଜି ସୁନ୍ଦର କଥାଟିଏ ଆପଣ ମାନଙ୍କ ଆଗରେ ଥୋଇବି। କଥାଟି ହେଉଛି ଭଗବାନ ମଣିଷକୁ ସୃଷ୍ଟି କଲେ, ପଶୁକୁ ସୃଷ୍ଟି କଲେ। ତେଣୁ ପଶୁମାନଙ୍କ ଭିତରେ 2 ପ୍ରକାର ଭେଦଭାବ ରଖିଲେ। ଜଣେ ଆମିଷାସୀ ସୃଷ୍ଟି କଲେ, ଆଉ ଜଣକୁ ନିରାମିଷାସୀ ସୃଷ୍ଟି କଲେ। ତେଣୁ ଆମିଷାସୀ କିଏ ନା ବିରାଡ଼ି, ବାଘ, ସିଂହ, ଭାଲୁ ଏମାନେ ହେଉଛନ୍ତି ଆମିଷାସୀ ପ୍ରାଣୀ। ତେଣୁ ନିରାମିଷାସୀ କିଏ ନା ଗାଈ, ହାତୀ, ଘୋଡ଼ା ଏମାନେ ହେଉଛନ୍ତି ନିରାମିଷାସୀ ପ୍ରାଣୀ। ତେଣୁ ନିରାମିଷାସୀ ପ୍ରାଣୀ ମାନେ କଣ ଖାଆନ୍ତି ନା ସେମାନେ ତୃଣଭୋଜୀ ତୃଣ ଖାଦ୍ୟ ଖାଆନ୍ତି, ଘାସ ଖାଆନ୍ତି, କୁଣ୍ଡା ଖାଆନ୍ତି, ଚୋକଡ଼ ଖାଆନ୍ତି, ଡାଳପତ୍ର ଖାଆନ୍ତି। ତେଣୁ ଇଏ ହେଉଛି ନିରାମିଷାସୀ ପ୍ରାଣୀଙ୍କର ଲକ୍ଷଣ। ଆମିଷାସୀ ମାନେ କଣ ଖାଆନ୍ତି ନା ସେମାନେ ଅନ୍ୟ ଜଣକୁ ମାରିକିରି ତାର ମାଂସକୁ ଖାଆନ୍ତି। ଇଏ ହେଉଛି ମାଂସାସୀ ପ୍ରାଣୀଙ୍କର ଲକ୍ଷଣ। ତେଣୁ ଭଗବାନ ଗୋଟିଏ ସୁନ୍ଦର କଥାଟି ଆମକୁ ଦେଇଛନ୍ତି। ଆଜ୍ଞା ସେ କଥାଟି କଣ? ମନୁଷ୍ୟ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଭଗବାନ ଆମକୁ ଯୋଉ ଦିବ୍ୟ ଜ୍ଞାନଟିଏ ଦେଇଛନ୍ତି, ସେଥିପାଇଁ ଭଗବାନ ଯୋଉ ସୁନ୍ଦର ଶରୀରଟି ଦେଇଛନ୍ତି, ଏଇଟା ଆମିଷାସୀ ଦେହ ନା ନିରାମିଷାସୀ ଦେହ। ତେଣୁ ଏ କଥା ଆମେ ଜାଣିବା ଦରକାର। ତେଣୁ କିଛି ଲୋକ କହନ୍ତି ଯେହେତୁ ଆମର ମତ୍ସ୍ୟ ଦେଶ, ଆମେ ଆମିଷ ଖାଇଲେ ଆମ ପାଇଁ ଦୋଷ ନାହିଁ। ଶାସ୍ତ୍ର କଣ କହିଲା ଆଜ୍ଞା? ଶାସ୍ତ୍ର କହିଲା ନମାଂସ ଭକ୍ଷଣେ ଦୋଷ ନମଦ ନଚମେତୁନେ ପ୍ରଭୁତିସ୍ସ ହିବୋତାନା ନିବୃତ୍ତିସ୍ସ ମହାଫଳା। ତେଣୁ ନମାଂସ ଭକ୍ଷଣେ ଦୋଷ ନମଦ ନଚମେତୁନେ, ମାଛ ମାଂସ ଖାଇଲେ ଦୋଷ ନାହିଁ, ଅମାଂସ ଭକ୍ଷଣ ଦୋଷ ନମଦ ନଚମେତୁନେ, ମଦ ପିଅ ବା ମୈଥୁନ କର, ନିବୃତ୍ତିସ୍ସ ମହାଫଳା। ତେଣୁ ଗୋଟେ ସୁନ୍ଦର କଥାଟିଏ ରଖିଲେ ଶ୍ଲୋକ ଭିତରେ ନା ଏଥିରୁ ଯଦି ଆମେ ନିବୃତ୍ତ ହବା, ତାହେଲେ ଭଗବାନ ଯୋଉ ଦିବ୍ୟ ଜ୍ଞାନଟିଏ ଦେଇଛନ୍ତି, କଣ ପାଇଁ ଦେଇଛନ୍ତି ଆମକୁ ଭଗବାନ ଏଇ ଯୋଉ ଦିବ୍ୟ ଜ୍ଞାନଟିଏ ଦେଇଛନ୍ତି? ତେଣୁ ମନୁଷ୍ୟ ହେଉଛି ଗୋଟେ ନିରାମିଷାସୀ ପ୍ରାଣୀ ଆଜ୍ଞା। ତେଣୁ ଆମିଷ ଗ୍ରହଣ କରିବା ତା ପାଇଁ ଠିକ ନୁହେଁ। ତେଣୁ କିଛି ଲୋକ ଆମିଷକୁ ଖାଇବା ପାଇଁ, ଖାଇବା ଲାଳସାରେ, ଜିଭର ଲାଳସାରେ ସେମାନେ ମତ୍ସ୍ୟ ଦେଶ କହି ଆକୁ କୁପ୍ରଥାକୁ ଆମର ଆ ଭିତରେ ଏଇ ଧର୍ମ ଭିତରେ ପ୍ରବେଶ କରାଇ ଦେଇଛନ୍ତି। ଯେହେତୁ ଆମେ ଆସି ବର୍ତ୍ତମାନ ଚାଣ୍ଡାଳ ସହିତ ଚାଣ୍ଡାଳ ହେଇଗଲେଣି ସମସ୍ତେ। ତେଣୁ ମଦ, ମାଛ, ମାଂସ ଯେମିତି ଆମିଷାସୀ ପ୍ରାଣୀ ମାନେ ଖାଆନ୍ତି, ଆମେ ମଧ୍ୟ ସେଇଭଳି ଭାବରେ ଖାଉଛେ। ତେଣୁ ଧର୍ମ କରୁଛେ, ବହୁତ ଧର୍ମ ଆମେ କରୁଛେ। ସଂକ୍ରାନ୍ତି ହୋମଠୁ ଧରି ସୋମନାଥ ବ୍ରତ, ବାଲି ତୃତୀୟା, ଯଜ୍ଞ ସବୁ କରୁଛେ, ଧର୍ମ କାର୍ଯ୍ୟ କରୁଛେ, କିନ୍ତୁ ତାର ଫଳ ମିଳୁନି। ତେଣୁ ଜଣେ ମା କହିଲେ ମୁଁ ଏତେ କର୍ମ ସବୁ କରୁଛି, ଏତେ ଧର୍ମ କରୁଛି, ମତେ କିଛି କାହିଁ ଫଳ ମିଳୁନି। ମୁଁ ଆଜି ସେ ମା ଟିକି ଜଣେ ସାଧୁ ଜଣେ ବୁଝାଉଛନ୍ତି, ଫଳ ନ ମିଳିବାର କାରଣ ହଉଛି ଭଗବାନ ଯୋଉ ଏ ଯୋଉ ଦିବ୍ୟ ଜ୍ଞାନ ଟିକେ ଦେଇଛନ୍ତି, ତୁମେ ତାକୁ ପ୍ରୟୋଗ କରୁନାହ। ତେଣୁ ତୁମକୁ ସୁହାଇଲା ଭଳି ତୁମେ ଧର୍ମ କରୁଛ, ଯେଉଁଥିପାଇଁ ଏ ଧର୍ମର ଫଳ ତୁମକୁ ପ୍ରାପ୍ତ ହୁଏ ନାହିଁ। ତେଣୁ ଧର୍ମ ପ୍ରାପ୍ତ ହେବା ପାଇଁ କର୍ମ କର। ଆଉ ଗୋଟିଏ କଥା ଆଜ୍ଞା, ଯେଉଁମାନେ ଆମିଷାସୀ ପ୍ରାଣୀ ସେମାନଙ୍କର ଦାନ୍ତ ଗୁଡ଼ି ଦେଖିବ ମୁନିଆ, ଏବଂ ସେମାନେ ପାଣିକି ଚାଟିକିରି ପିଅନ୍ତି। ଯେଉଁମାନେ ନିରାମିଷାସୀ ସେମାନେ ପାଣିକି ମୁହଁ ବୁଡେଇକିରି ପିଅନ୍ତି। ତେଣୁ ଇଏ ହେଉଛି ଆମିଷାସୀ ପ୍ରାଣୀର ଲକ୍ଷଣ, ନିରାମିଷାସୀ ପ୍ରାଣୀର ଲକ୍ଷଣ। କିନ୍ତୁ ଆମେ ଚାଟି ଚାଟିକିରି ପାଣି ପିଏ କି? ଯେହେତୁ ଆମେ ପାଣିକି ମୁହଁ ବୁଡେଇକି ଏବଂ ମୁହଁକୁ ଟେକିକିରି ଆମେ ପାଣି ପିଏ, ତେଣୁ ଆମେ ହେଉଛି ନିରାମିଷାସୀ ପ୍ରାଣୀ। ଇଏ ହେଉଛି ଲକ୍ଷଣ ଅଛି। ଆଉ ଗୋଟିଏ କଥା ନା ନିରାମିଷାସୀ ପ୍ରାଣୀଙ୍କର ଦାନ୍ତ ଗୁଡ଼ିକ ସମାନ, କିନ୍ତୁ ଆମିଷାସୀ ପ୍ରାଣୀଙ୍କର ଦାନ୍ତ ହେଉଛି ବଡ ବଡ ଏବଂ ଗୋଜିଆ ଟାଇପର। ତେଣୁ ଇଏ ହେଉଛି ଆମିଷାସୀ ପ୍ରାଣୀର ଲକ୍ଷଣ। କିନ୍ତୁ ଆମେ ଲୋଭାସକ୍ତ ହୋଇ ଆମିଷକୁ ଗ୍ରହଣ କରୁଛେ।
ମନୁ ସହିତାରେ ମନୁ ଏକ ସୁନ୍ଦର କଥା କହିଲେ, ଯେହେତୁ ଆମେ ଧର୍ମ କରୁଛେ ଫଳ ମିଳୁନାହିଁ, ତାରି ପାଇଁ ଏକ ସୁନ୍ଦର କଥାଟିଏ ମନୁ ସହିତାରେ ମନୁ କହିଛନ୍ତି ଯେ ମନୁମନ୍ତା ବିଶସିତା ନିହନ୍ତା କ୍ରୟୀ ବିକ୍ରୟୀ ଶଶକର୍ତ୍ତା ଚୋପହର୍ତ୍ତା ଚ ଖାଦକା ଚଷ୍ଟଘାତକା ଖାଦକା ଚଷ୍ଟଘାତକା। ତେଣୁ ଆମେ ଯଦି ଯେହେତୁ ନିରାମିଷାଶୀ ପ୍ରାଣୀ, ଆମେ ଆମିଷ ଖାଇଲେ, ଆମିଷ ଖାଇବାକୁ ହେଲେ 8 ଜଣ ପାପ କଲେ ଆମେ ଆମିଷଟି ଖାଇବା। ତେଣୁ ଏ 8 ଜଣ କିଏ ନା, ଯିଏ ପ୍ରଥମେ କହିଲା ଆମିଷ, ଏଇ ଜିଭର ଲାଳସାକୁ ଇନ୍ଦ୍ରିୟକୁ ଦମନ ନ କରିପାରି କହିଲା ଖାଇବା ପାଇଁ, ସିଏ ଗୋଟିଏ ପାପୀ। ଏବଂ ତାକୁ ଯିଏ ହାଣିଲା, ଯୋଉ ପଶୁକୁ ସିଏ ହାଣିଲା ସିଏ ଗୋଟିଏ ପାପୀ। ତାକୁ ଯିଏ କିଣିକି ଆଣିଲା ସିଏ ଗୋଟିଏ ପାପୀ। ଏବଂ ତାକୁ ଯିଏ ରନ୍ଧନ କଲା ସିଏ ଗୋଟିଏ ପାପୀ। ଏବଂ ତାକୁ ଯିଏ ପରସିଲା ସିଏ ଗୋଟିଏ ପାପୀ। ଏବଂ ତାକୁ ଯିଏ ଖାଇଲା ସିଏ ମଧ୍ୟ ଗୋଟିଏ ପାପୀ। ଏମିତି 8ଟି ପାପ ହୁଏ ଆମର ଆମିଷ ଖାଇଲେ। କିନ୍ତୁ ଆମେ ସେ କଥାକୁ ଧ୍ୟାନ ଦିଏ ନାହିଁ। ଯେହେତୁ ଆମର ଖାଦ୍ୟ ପ୍ରତି ଲାଳସା ରହିଛି, ତେଣୁ ଆମେ ଖାଦ୍ୟ ଖାଇବା। କୋଉ ଖାଦ୍ୟ ଖାଇବା ନା, ସାତ୍ତ୍ୱିକ ଖାଦ୍ୟ ଖାଇବା। ସାତ୍ତ୍ୱିକ ଖାଦ୍ୟ ଖାଇଲେ ଆମର ଧର୍ମ କରିବା ପ୍ରତି ଆଗ୍ରହ ଆସିବ ଏବଂ ସାତ୍ତ୍ୱିକ ଭାବଧାରା ଆମ ଭିତରେ ରହିବ ଏବଂ ଆମର କ୍ରୋଧ ଜାଗ୍ରତ ହେବ ନାହିଁ। ତେଣୁ ଗୋଟେ ପଶୁକୁ ଆମେ ଯଦି ମାରୁଛେ, ତାର ଯୋଉ ବିକଳ ରଡ଼ି, ସେ ବିକଳ ରଡ଼ିରେ ତାର ଯୋଉ ଭିତରେ ଯୋଉ କ୍ରୋଧ, ସେ କ୍ରୋଧ ଆପଣ ଖାଇଲା ପରେ ଆପଣଙ୍କ ଉପରେ ପଡ଼ିବ ଏବଂ ଆପଣ ସେ ପାପରେ ଭାଗି ହେବେ। ତେଣୁ ଆମିଷ ଖାଇବା ଆମ ପାଇଁ ଠିକ ନୁହେଁ। ନିରାମିଷାଶୀ ଯେହେତୁ ଆମେ ନିରାମିଷାଶୀ ପ୍ରାଣୀ, ତେଣୁ ଆମେ ଆମିଷ ଖାଇଲେ ଆମ ପାଇଁ ପାପ ହବ। ଆମେ ଯେତେ ଧର୍ମ କଲେ ମଧ୍ୟ ସେ ଧର୍ମ କିଛି ରହିବ ନାହିଁ। ଆମେ ମାସକ ଯାକ କାର୍ତ୍ତିକ ମାସରେ ମାସକ ଯାକ ଧର୍ମ କରିବା, କିନ୍ତୁ ମାର୍ଗଶିର ମାସ ପ୍ରତିପଦାରେ ଆମେ ଛାଡ଼ ଖାଇ ଦିନ ମାଛ ମାଂସ କାଟିକିରି ଖାଇବା। ଖାଇଲେ ଆମର କଣ ହବ ନା, ଏ ଯୋଉ ମାସକ ଯାକ ଧର୍ମ କରିଥିବା ତାର ଫଳ ଆମକୁ ମିଳିବା ଦିନ ଆମେ ତାକୁ ଖଣ୍ଡନ କରିଦେବା। ତେଣୁ ଛାଡ଼ ଖାଇର ଅର୍ଥ ହେଉଛି ଆପଣଙ୍କୁ ଯେଉଁ ଜିନିଷ ବେଶୀ ଭଲ ଲାଗେ ସେ ଜିନିଷଟିକୁ ସେ ଛାଡ଼ ଖାଇ ଦିନ ଛାଡ଼ିବେ। ଗୀତାରେ ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଲେ ମାସକ ମାନଙ୍କ ଭିତରେ ହେଉଛି ମାର୍ଗଶିର ମାସ ଶ୍ରେଷ୍ଠ ମାସ, ପ୍ରିୟ ମାସ ଭଗବାନଙ୍କର। ତେଣୁ ଆମର ପ୍ରିୟ ମାସରେ ଆମେ ଆମିଷଟି ଗ୍ରହଣ କଲେ ତାହା ଆମ ପାଇଁ ଭଲ ହବ ନା କ୍ଷତି ହବ, ଆପଣ ମାନେ ଚିନ୍ତା କରିବେ। ତେଣୁ ଯେକୌଣସି ଧର୍ମ କାର୍ଯ୍ୟ କରୁଛନ୍ତି, ଆମର ଯଦି ଆଜି ସୁମନାଥ ବ୍ରତ ହେଉ ବା ବାଲି ତୃତୀୟା ହେଉ ବା ଆମେ ଗୋଟେ ଗୀତା ଯଜ୍ଞ ଟିକେ କରୁଛନ୍ତି, ଗୃହରେ ଯେକୌଣସି ଶୁଭ କର୍ମ କରୁଛନ୍ତି, ଆମେ 7 ଦିନ ଆଗରୁ ଯଦି ଆମେ ଏ ଜିହ୍ବାର ଲାଳସାରେ ତାହା ଛାଡ଼ି ପାରୁନାହିଁ, ତେଣୁ ଆମେ 7 ଦିନ ଆଗରୁ ଆମିଷକୁ ବର୍ଜନ କରିବା ଦରକାର। 7 ଦିନ ଆଗରୁ ସାତ୍ତ୍ୱିକ ଖାଦ୍ୟ ଖାଇବା ଦରକାର ଏବଂ କର୍ମର 7 ଗୋଟେ ପକ୍ଷ ପର୍ଯ୍ୟନ୍ତ ଯଦି ଆମେ ସାତ୍ତ୍ୱିକ ଖାଦ୍ୟ ଖାଇଲେ, ତାହେଲେ ଆମେ ଯେଉଁ କାର୍ଯ୍ୟଟି କରିବା ତାହାର ଫଳ ହିଁ ମିଳିବ। ତେଣୁ ଆମେ ଏତେ ଧର୍ମ କରୁଛେ, ଏତେ ଯଜ୍ଞ କରୁଛେ, ଏତେ ସାଧନା କରୁଛେ, ତାର ଫଳ ଆମକୁ ଏଇଥିପାଇଁ ମିଳୁନାହିଁ ଯେ ଭଗବାନ ଯୋଉ ଦିବ୍ୟ ଜ୍ଞାନଟି ଆମକୁ ଦେଇଛନ୍ତି ତାକୁ ଆମେ ପ୍ରୟୋଗ କରୁନାହିଁ। ଯେହେତୁ ପାଇଁ ଆମକୁ ଯାହା ଭଲ ଆମେ ତାକୁ ହିଁ ଧର୍ମ ବୋଲି ଭାବିଛେ। ରବିବାର ଆମର ବାର ମାନଙ୍କ ଭିତରେ ରବିବାର ହଉଛି ସୂର୍ଯ୍ୟଙ୍କର ବାର। ଏଇ ସୂର୍ଯ୍ୟଙ୍କ ବାର ଦିନ ଯଦି ଆମିଷ ଖାଇବା ତାହେଲେ ଆମକୁ ରୋଗଗ୍ରସ୍ତ ହବ। ତେଣୁ ଆମର ଯେହେତୁ ଆମେ ଆଧୁନିକତାରେ ପଶି ଯାଇଛେ, ଆମେ ରବିବାର ଦିନ ଆମର ଛୁଟି, ଆମେ ସେଇ ଦିନ ହିଁ ଆମିଷ ଖାଇବା। ତେଣୁ ଆମିଷ ରବିବାର ଦିନ ଯଦି ଖାଉଛନ୍ତି ଆମକୁ ମହାପାପ ଲାଗିବ। ଦ୍ୱିତୀୟ କଥା, ବୁଧବାର ହଉଛି ପଣ୍ଡିତ ବାସର ବା ବୁଦ୍ଧଙ୍କର ସେ ବାରଟି ବୁଦ୍ଧଙ୍କର ବାର। ତେଣୁ ସେଦିନ ଯଦି ଆମେ ଆମିଷ ଖାଇବା ତାହେଲେ ଆମର ଜ୍ଞାନର ନଷ୍ଟ ହବ। ଆମ ବୁଦ୍ଧରେ ଏଇ ଯୋଉ ଦିବ୍ୟ ଜ୍ଞାନଟି ଭଗବାନ ଦେଇଛନ୍ତି ତାହା ମଧ୍ୟ କ୍ଷୟ ପଳେଇବ। ତେଣୁକରି ଏଇ 7ଟି ବାର ରହିଛି। 7ଟି ବାରରେ ଆମେ ସୋମବାର ଦିନ ଖାଇବା, ରବିବାର ଦିନ ଖାଇବା, ବୁଧବାର ଦିନ ଖାଇବା, ସୋମବାର ଶିବଙ୍କ ବାର ବୋଲି ଖାଇବାନି, ସେମିତି କିଛି ନାହିଁ। ବାର ସାଙ୍ଗରେ କିଛି ସମ୍ପର୍କ ନାହିଁ।
संपर्क होउछि तुमर सात्विक भावाधार तुम रहिबा दरकार एवं निरामिषासी खाद्य खाइबा दरकार ताहले आमे धर्म कले धर्मर फल रहिबो। जय जगन्नाथ हरि ओम। ए कथाटी यदि आपनक मन को छुई थाए ताहले आपण से जगतर नाथ जगन्नाथ को क्षमा प्रार्थना करी मुंडियाटिए मारिबे एवं इन नीति नियम तुम चलतु भगवान का आशीर्वाद लाभ कर। जय जगन्नाथ हरि ओम।